ମୋ ନାଁ ଶ୍ରୀଧର ପ୍ରଧାନ। आज कौन है हताश बोली ଆମେ ସେ ଘରେ 2-3 ବର୍ଷ ହେଲା ରହୁଥିଲୁ। ସେ ସୁବିଧି ବାବୁ ତାଙ୍କ ସାଥିରେ ଆଉ ଜଣେ 2 ଜଣ ବାବୁ ଆସିଥିଲେ। ତାପରେ ସେ କହିଲେ ସେ ଘର କାମ କରିବୁ, ଆମେ ସେ ଘର ଜଗା ରଖା କରିବା ଆଉ ଦେଖାଶୁଣା କରିବା। ଆମ ଦାୟିତ୍ୱରେ ଥିଲା। ଆମକୁ ସେ ପୂର୍ଣ୍ଣ ସାର୍ ଯିଏ ଆମକୁ ରଖିଛନ୍ତି। ଆମର ବହୁତ ଦିନର ପଇସା ବି ଅଛି ତାଙ୍କ ପାଖରେ ଦେଇନାହାନ୍ତି। ମୁଁ କହିଲି ଆମର ପଇସା ଅଛି ଆଉ ଆମେ ଏଇ ଘରେ ରହୁଛୁ। ସେ ସେଠୁ ଯୁକ୍ତିତର୍କ ଇଆଡୁ ସିଆଡୁ ଆଉ ଅନ୍ୟାନ୍ୟ କଥା ହେଲା ପରେ ସେ ସେଠୁ ପିସିଆରକୁ ଡାକିଦେଲେ। ପିସିଆର ଆସିଲା ମତେ ନେଇକି ଆସିଲା ଥାନାକୁ। थाना को असला आप कौन जाना पहले जगह कार है घर ସେ ତ ଆଗରୁ ତ ମୁଁ ଜାଣିଥିଲି ସେ ମାଲିକ ଆଉ ଜଣେ ଇଏ କଣ୍ଟ୍ରାକ୍ଟ ନେଇକି ଯୋଉ ବାବୁ ମତେ କାମ ଦେଇଥିଲେ, ମୁଁ ପୂର୍ଣ୍ଣ ବାବୁ ତାଙ୍କ ଇଏରେ ରହୁଥିଲି। ମାଲିକ ଆଉ ଜଣେ ବୋଲି ମୁଁ ଜାଣିଥିଲି। ସେ ସେଠୁ ପିସିଆର ଆସିକି ଆମକୁ ନେଇ ଆସିଲା ଥାନାକୁ। आपको कहीं जाना आप काम अपोज कले ଆମେ ଆମ ପାଖରେ ଯେହେତୁ ଚାବି ରହୁଛି, ମୁଁ କଣ ସବୁବେଳେ ରହୁଛି। ମୁଁ କହିଲି ଆମେ ତ ଏଇ ଘରର ଦାୟିତ୍ୱ ଆମ ପାଖରେ ଅଛି, ଆମେ ରହୁଛୁ ଆଉ ଆମର ପେମେଣ୍ଟ ବି ଅଛି, ଆମ ପଇସା ଅଛି। ଆମେ ପାଇଲେ ଆମେ ମାଲିକ କହିଲେ ଆମେ ଛାଡ଼ିଦେବୁ। ପୂର୍ଣ୍ଣ ବାବୁ ଆମ ସାଥିରେ କଥା ହେଇଛି ନା, ପୂର୍ଣ୍ଣ ବାବୁ ଦେବେ। ଅବିକା ଲେଖାପଢା ହେଇଛି 7 ଦିନ ଭିତରେ ଛାଡ଼ିବୁ ବୋଲି। ଆମ ପଇସା ମିଳିଲେ ପଇସା ମିଳିଲେ ଛାଡ଼ିବୁ। ପଇସା ମିଳିଗଲେ ଛାଡ଼ିଦବା। ପୂର୍ଣ୍ଣ ବାବୁଙ୍କର ଅଣ୍ଡରରେ ହିଁ ଆମେ ଥିଲୁ। ସେ ଘରେ ସେଠି ଘର ନଥିଲା ଟୋଟାଲ। ସେ କହିଛନ୍ତି ପଇସା ମିଳିଲେ ଛାଡ଼ିଦବୁ।